କାଲି ରାତିରେ ପ୍ରୋଗ୍ରାମ ସାରି ଫେରିଲା ବେଳକୁ କି ଅନ୍ଧାର ରାତି। ସମସ୍ତେ ଶୋଇ ପଡ଼ିଲେଣି, କିନ୍ତୁ ମୁଁ ଜାଣିଛି ଜଣେ ଲୋକ ଚାହିଁଥିବ। ସେ ହେଉଛି ମୋ ବୋଉ। ଘର ପାଖେ ବାଇକଟା ରଖି ତା ଝରକା ପାଖେ ଖାଲି ଗୋଟେ ଥର ଡାକିଦେବି ବୋଉ, ସେତିକିରେ ସେ ଉତ୍ତର ଦେବ। ବୋଉଲୋ ବୋବା ଦୁଆର ଖୋଲୁନ। ଘଣ୍ଟାରେ 3ଟା ବାଜିବାକୁ ଆଉ 15 ମିନିଟ୍ ବାକି ଅଛି। ସମସ୍ତେ ଶୋଇ ପଡ଼ିଲେଣି, କିନ୍ତୁ ସିଏ ଶୋଇନି। ଦେଖୁନ, ରାତି ଅଧରେ ଧଡ଼ପଡ଼ ହେଇକି କବାଟ ଖୋଲିଲା। ତା ପାଇଁ ଆଉ ନନାଙ୍କ ପାଇଁ ଆଣିଛି ପାମ୍ପଡ଼ ଆଉ ORS। ସେଥିରେ କି ଖୁସି ସିଏ। ହଁ, ମୁଁ ଚାହିଁଥିଲେ ମୋ ସ୍ତ୍ରୀକୁ ଡାକିକିରି ମଧ୍ୟ କବାଟ ଖୋଲି ପାରିଥାନ୍ତି, କିନ୍ତୁ ମୋ ବୋଉ କବାଟ ଖୋଲିଦେଲେ ମୋତେ ଭାରି ଶାନ୍ତି ଲାଗେ। ସେଇ ରାତିରେ ସେଜରୁ ଉଠି ନନା ORS ଟାକୁ ଖୋଲିକିରି ପିଇବାକୁ ଲାଗିଲେ। କହିଲେ ମୁଁ ଯାହା କହିଥିଲି ଆଣିଛୁ? ମୁଁ କହିଲି କ'ଣ ନା ପାମ୍ପଡ଼। ପିଲାଦିନେ ଜାତ ଦେଖିବାକୁ ଗଲେ ବାପା ମୋତେ କେତେ ମସଲା ପାମ୍ପଡ଼ କିଣିକି ଦିଅନ୍ତି। ବୋଉ ନନାଙ୍କ ହାତକୁ ପାମ୍ପଡ଼ ଧରିଦେଲା। ନନା କି ଖୁସି, ଜରି ଖୋଲିକି ରାତି 3ଟାରେ ମୋ ପାଇଁ ପାମ୍ପଡ଼ ଖାଇଲେ। ସହରରେ ରହୁଥିବା ଭାଇ ଭଉଣୀମାନଙ୍କୁ ମୋର ଗୋଟିଏ ଅନୁରୋଧ, ଟିକେ ଗାଁକୁ ଚାଲନ୍ତୁ। ଆଜି ବି ବାପା ଆଉ ବୋଉ ଆପଣଙ୍କ ବାଟକୁ ଚାହିଁକିରି ଅଛନ୍ତି। ଆପଣମାନଙ୍କର କ'ଣ ତାଙ୍କ କଥା ମନେ ପଡ଼ୁନି? ମୋ କଥାଟି ଯଦି ଆପଣଙ୍କୁ ଭଲ ଲାଗୁଥାଏ ତେବେ କମେଣ୍ଟରେ ଜଣେଇବେ। ରହୁଛି ଆଜ୍ଞା, ଜୟ ଜଗନ୍ନାଥ।